ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ। କାଞ୍ଜୁ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଭୟାନକ ଗଣ୍ଡଗୋଳ। 30ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ 4ରୁ 5 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ମୁତାବକ ବାଲିଡିଆ ଗ୍ରାମର 60ରୁ ଊର୍ଦ୍ଧ୍ୱ ପରିବାର ଦେବୀ ନଦୀ ଅପର ପାର୍ଶ୍ୱରେ ଥିବା ବାଲିବନ୍ତରେ ଦୀର୍ଘ 20 ବର୍ଷ ଆଗରୁ କାଜୁ ଜଙ୍ଗଲ ସୃଷ୍ଟି କରି ସେଇଠି କାଜୁ ତୋଳି ଆର୍ଥିକ ଗୁଜୁରାଣ ଚଳାଇ ଆସୁଥିଲେ। ମାତ୍ର ଆଜି ସକାଳୁ ଉକ୍ତ ପରିବାର ସଦସ୍ୟମାନେ ଡଙ୍ଗା ନେଇ କାଜୁ ଜଙ୍ଗଲରେ କାଜୁ ମଞ୍ଜି ତୋଳୁଥିବା ଅବସ୍ଥାରେ ଅପର ପାର୍ଶ୍ୱରେ ସୁନେଇଡିଆ ଅଞ୍ଚଳର ହାରାହାରି 500 ଲୋକ ହାତରେ ଠେଙ୍ଗା, ବାଡ଼ି, ଭୁଜାଲି କଟୁରୀ, ଅବକାରୀ ବୋତଲ ଧରି ସଂଘବଦ୍ଧ ଭାବେ ବାଲିଡିଆ ଗ୍ରାମ ଲୋକଙ୍କ ସହିତ ଝଗଡ଼ା କରିବା ସହିତ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ବାଲିଡିଆ ଗ୍ରାମର ବୟସ୍କ ବ୍ୟକ୍ତି, ଯୁବକ ଓ ମହିଳାମାନେ ଆହତ ହୋଇଛନ୍ତି। ଖବର ପାଇବା ପରେ ଗ୍ରାମବାସୀମାନେ ଡଙ୍ଗା ନେଇ ଆହତ ଲୋକମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କ ଚିକିତ୍ସା କରାଇଥିଲେ। ଆଉ ଅନ୍ୟ ଆହତମାନଙ୍କୁ ଅସ୍ତରଙ୍ଗ ପୋଲିସ ସହାୟତାରେ ଡଙ୍ଗାରେ ଆଣି ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା କରାଯାଉଛି। ଆଉ ଅନେକ ଗୁରୁତର ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଗୋଟେପଟେ ବାଲିଡିଆ ଗ୍ରାମବାସୀ ଏହି କାଜୁ ଜଙ୍ଗଲ ସେମାନଙ୍କର ଦାବି କରିଥିବା ବେଳେ ସୁନେଇଡିଆ ଲୋକ ତାଙ୍କ ଜମି ବୋଲି ଦାବି କରିଛନ୍ତି। ଏବେ କାଜୁ ଜଙ୍ଗଲ କାହାର ତାହା ପ୍ରଶାସନର ତଦନ୍ତ ପରେ ଜଣାପଡ଼ିବ। ତେବେ ଆହତମାନଙ୍କ ମୁଣ୍ଡ, ଗୋଡ଼, ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ଏବେ ଏହି ପରିସ୍ଥିତିରେ ଅଞ୍ଚଳରେ ଏକ ପ୍ରକାର ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଅସ୍ତରଙ୍ଗରୁ ସୁଧୀର କରଙ୍କ ରିପୋର୍ଟ, ଦର୍ଶନ ଟିଭି।